ଚାଷୀ ବଞ୍ଚିଥିଲେ ବି ମୃତ୍ୟୁ ଦର୍ଶାଇ ଧାନ ବିକ୍ରି ବନ୍ଦ କରିଦେଉଛି ସରକାର। ଏଭଳି ବିକଳ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ। ଧାନ ବିକ୍ରି ପ୍ରକ୍ରିୟାକୁ ନେଇ ଗୁରୁତର ଅବ୍ୟବସ୍ଥା ସାମ୍ନାକୁ ଆସିଛି। କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଗୃହରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିବା ସତ୍ତ୍ୱେ ଅନେକ ଚାଷୀଙ୍କ ନାମରେ ତ୍ରୁଟି ଦେଖାଦେଇଛି। ଅଭିଯୋଗ ଅନୁସାରେ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଚାଞ୍ଚରାକୁଡ଼ା ଗାଁର ଚାଷୀ କାରଗମ ମୀନା ରାଓଙ୍କୁ ରାଜସ୍ୱ ରେକର୍ଡରେ ମୃତ୍ୟୁ ହୋଇଥିବା ବୋଲି ଦର୍ଶାଯାଇଛି। ଏହାର ପରିଣାମ ସ୍ୱରୂପ ସେ ଗତ 2 ବର୍ଷ ହେଲା ଧାନ ବିକ୍ରି କରିପାରୁନାହାନ୍ତି। ଚାଷୀଙ୍କ କହିବା ଅନୁସାରେ ସେ ବଞ୍ଚିଥିବା ସତ୍ତ୍ୱେ ସରକାରୀ କାଗଜପତ୍ରରେ ମୃତ୍ୟୁ ଦର୍ଶାଇଥିବା ଘଟଣା ତାଙ୍କୁ ମାନସିକ ଓ ଆର୍ଥିକ ଭାବେ ଭାଙ୍ଗି ଦେଇଛି। ଏନେଇ ସେ ବାରମ୍ବାର ସମ୍ପର୍କିତ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ମିଳିନାହିଁ ବୋଲି କହିଛନ୍ତି। କେତେ ଦିନ ହେଉଛି ମତେ ମଣ୍ଡି କାଗଜ ଆସେ ଟୋକେନ୍ ମିଶା ଆସୁନାହିଁ କି ମେସେଜ ଆସୁନାହିଁ। ମୁଁ ପୁଣି ମରି ଯାଇଛି। ପୁଣି ଏ କଥା କିଏ କହିଲେ? ଆରିଆ କହିଲା ଆଜ୍ଞା ମୁଁ ବଞ୍ଚିଛି ମତେ ମରେ ଯାଇଛ ଆଜ୍ଞା। ମୁଁ 2 ବର୍ଷ ହେଇଛି ମତେ ମଣ୍ଡି ଆସିବାର ନାହିଁ। ମୁଁ ପଟ୍ଟା ଅଛି ଜମି ଅଛି ପାଣି କରି ମୁଁ ବାନ୍ଧୁଛି। 2 ବର୍ଷ ହେଉଛି ମତେ ଗଲା ବର୍ଷ ମିଶା ଆସି ନାହିଁ, ଏ ବର୍ଷ ମିଶା ଆସି ନାହିଁ। ଏ ବର୍ଷ ଲାଷ୍ଟ ହେଇଯାଉଛି ମତେ ସେ ମେସେଜ ମିଶା ଆସୁନାହିଁ କି ମଣ୍ଡି ମିଶା ଆସୁନାହିଁ। ମତେ ମରି ଯାଇଛି ବର୍ଷରେ ଆରିଆ ପାଖକୁ ସେ ରିପୋର୍ଟ ଆଇଛି। ଘଟଣା ପରେ ଅଞ୍ଚଳର ଅନ୍ୟ ଚାଷୀମାନେ ମଧ୍ୟ ଭୟଭୀତ ହୋଇପଡ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ଶୀଘ୍ର ତ୍ରୁଟି ସଂଶୋଧନ କରି ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛି। କାନିଆ ନାମକ ଜଣେ ବ୍ୟକ୍ତି କାରଗମ ମୀନା ରାଉ ଜଣେ ବ୍ୟକ୍ତି, ଆମେ ତାଙ୍କୁ 40 ବର୍ଷ ହେଲା ଚାଷ କରିବାର ଦେଖୁଛୁ। 5 ଏକର ବିଲ ଚାଷ କରନ୍ତି। ଗତ ବର୍ଷ ରେଜିଷ୍ଟ୍ରେସନ କରିଥିଲେ ଆସିନି। ଏ ବର୍ଷ ମଧ୍ୟ ରେଜିଷ୍ଟ୍ରେସନ କରିଛନ୍ତି। ତାଙ୍କୁ ମରି ଯାଇଛୁ ବୋଲି କହୁଛନ୍ତି। ତୁ ମରି ଯାଇଛୁ, ତୋର ଟୋକେନ୍ ଆସିବନି। ଏ କଣ ବ୍ୟବସ୍ଥା ହେଇଛି ଆମେ କିଛି ଜାଣିପାରୁନୁ। ଟୋକେନ୍ ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ଫାର୍ମର ଆଇଡି ଅଛି। ଆକୁ ଡିଆର ମହାଶୟ ସିଏସଓ ମହାଶୟ ତଦନ୍ତ କରିକି ଯେମିତି ଯଥାଶୀଘ୍ର ଟୋକେନ୍ ପ୍ରଦାନ କରିବେ। ନଲେଜମେଣ୍ଟ କରି ମାଣ୍ଡିକି ନ ଆସିବା ପାଇଁ ଯୋଉ ବ୍ୟବସ୍ଥା କରୁଛନ୍ତି ଏହା ଠିକ ନୁହେଁ। ଉକ୍ତ ବ୍ୟକ୍ତିଟି ବଞ୍ଚିଛି କି ନାହିଁ ନିଜେ ପୋଲିସ ଦ୍ୱାରା କିମ୍ବା ଭିଜିଲାନ୍ସ ଦ୍ୱାରା ତଦନ୍ତ କରିକି ତାର ଟୋକେନ୍ ପ୍ରଦାନ କରନ୍ତୁ। ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ପୀଡ଼ିତାଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ 27।